ନବକିଶୋର ମହାପାତ୍ରଙ୍କର ଏ ଘଟଣାଟି ସାମ୍ବାଦିକତା ଉପରେ ଆକ୍ରମଣ, ଶାସନ କଳର ଆକ୍ରମଣର ଇଏ ଥିଲା ଏକ ଜଘନ୍ୟ ଘଟଣା। ସାମ୍ବାଦିକ ଉପରେ ଆକ୍ରମଣ, ତାହାର ଯେଉଁ ଆକ୍ରମଣ ହେଇଛି ଆଗରୁ ବହୁତ, କାରଣ ଡକ୍ଟର ମହତାବଙ୍କ ସମୟରେ ଗୋଦାବରୀଶ ମହାପାତ୍ର, ନିଆଁଖୁଣ୍ଟା ପ୍ରଧାନ ଗୋଦାବରୀଶ ମହାପାତ୍ର ମରଣାନ୍ତକ ଆକ୍ରମଣଠୁ ଆରମ୍ଭ କରି ତାକୁ ଗୋଡ଼େଇଛନ୍ତି। କିଏ ସେ ନନ୍ଦ ମହାନ୍ତି, କଂଗ୍ରେସର ଗୁଣ୍ଡାମାନେ ତ ସେତେବେଳେ ଥିଲେ ଯେଉଁମାନେ, ଏ ଦୋରା ଫୋରା ସମସ୍ତେ ଯାଇକିରି ତାକୁ ଗୋଡ଼େଇଛନ୍ତି। ସେତେବେଳେ ତା ନିଜର ଛୋଟିଆ ପୁଅଟିକୁ ଧରିକି ସେ ଏହା ଏବଂ ସେଠି ଗୋଟେ ଜଘନ୍ୟ ଭାବରେ ତାଙ୍କୁ ଧର୍ଷଣ ଏବଂ ହତ୍ୟା କରାଯାଇଛି। ତାକୁ ଚାପି ଦିଆହେଉଥିଲା। ଜଣେ କଣ୍ଟ୍ରୋଲ ଡିଲର ତାକୁ କୁହନ୍ତି, ଦୋରା ମାନେ ଦୋରା, ସିଏ ତା ଘରେ ରହିଥିଲେ। ଶବ୍ଦ ଥିଲା ସୁପର ଚିଫ୍ ମିନିଷ୍ଟର, ସେ ଥିଲେ ବସନ୍ତ। ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଏକ୍ସକ୍ଲୁସିଭ୍ ଓଡ଼ିଶାର ଏକ ସ୍ୱତନ୍ତ୍ର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଆଜି ଆମେ ଏହି ଅଧ୍ୟାୟରେ ଏକ ବିଶେଷ ଘଟଣା ବିଷୟରେ ଆମେ ଆଲୋଚନା କରିବା, ଯେଉଁ ଘଟଣା କି ଗୋଟେ ସମୟରେ ସମଗ୍ର ଦେଶକୁ, ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଥିଲା। ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ, ସେ ବିଷୟରେ ଆମେ ଆଲୋଚନା କରିବା। ଆପଣଙ୍କୁ ମନେ ପକାଇ ଦେବାକୁ ଚାହିଁବି, 80 ଦଶକରେ ରାଜ୍ୟରେ ଏକ ସାମ୍ବାଦିକ ପରିବାର ଉପରେ ଏକ ଅକଥନୀୟ ଅତ୍ୟାଚାର ଘଟଣା ଘଟିଥିଲା, ଯାହା ଏବେ ବି ମଧ୍ୟ ଶୁଣିଲେ ସମସ୍ତଙ୍କର ଲୋମ ଟାଙ୍କୁରି ଉଠେ। ସେଇ ଘଟଣା ଉପରେ ଆମେ ଆଲୋଚନା କରିବା। ଆଉ କିଛି ଲୁଚା ଛପା ନାହିଁ, ଛବିରାଣୀ ହତ୍ୟାକାଣ୍ଡ ବିଷୟରେ ଆମେ ଆଜି ଆଲୋଚନା କରିବା, ଯେଉଁ ଘଟଣା ସମଗ୍ର ରାଜ୍ୟକୁ, ସମଗ୍ର ଦେଶକୁ ମଧ୍ୟ ଦୋହଲାଇ ଦେଇଥିଲା। এই ଘଟଣାରେ ଯିଏ ମୁଖ୍ୟ ଆଧିରେ ଯେ ଘଟଣାର ଶିକାର ହୋଇଥିଲେ, ଯାହାଙ୍କର ସ୍ତ୍ରୀ ଆଧିରେ ନିଜ ଜୀବନକୁ ଦେଇଥିଲେ, ଆଉ ଯେଉଁ ସାମ୍ବାଦିକଟି ଶେଷ ସମୟ ପର୍ଯ୍ୟନ୍ତ ଏ ଘଟଣାକୁ ନିଜ ଭିତରେ ଅଙ୍ଗେ ଅଙ୍ଗେ ଅନୁଭବ କରିଥିଲେ, ଯାହାଙ୍କର ଗତକାଲି ଶାରୀରିକ ଅସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଛି। ସେହି ବିଷୟରେ ଆମେ ଆଲୋଚନା କରିବା। ଆଉ ବିଶେଷ ବିଳମ୍ବ ନ କରି ମୁଁ ସ୍ୱାଗତ କରିବି ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କୁ। ଆଜ୍ଞା, କ'ଣ କହିବେ? ଆମେ ତ ଛୋଟ ଛୁଆ ଥିଲୁ, ସେ ବିଷୟରେ ଏତେ ଧାରଣା ମଧ୍ୟ ନାହିଁ, ଯାହା ଶୁଣିଥିଲୁ। ସେ ବିଷୟରେ ଆପଣ ସମ୍ପୃକ୍ତ ଭାବରେ ଯୋଡ଼ି ହୋଇଥିଲେ ସେ ସମୟରେ ମଧ୍ୟ। ସେ ବିଷୟରେ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ଏକ୍ସକ୍ଲୁସିଭ୍ ଓଡ଼ିଶାକୁ ସ୍ୱାଗତ କରିଛି। ଜୟ ଜଗନ୍ନାଥ। କଥା ହେଉଛି, ଆମମାନଙ୍କର ସେଥିରେ ଆନ୍ଦୋଳନର ସକ୍ରିୟତା କାହିଁକି ନା, ଯେତେବେଳେ ସମସ୍ତ ଘଟଣାକୁ ଚାପି ଦେବାକୁ କରାଗଲା, କାରଣ ସେଥିରେ ଶାସକ କଂଗ୍ରେସ ଦଳର ନେତାମାନେ ସମ୍ପୃକ୍ତ ଥିଲେ। ମୁଖ୍ୟମନ୍ତ୍ରୀ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଉପମୁଖ୍ୟମନ୍ତ୍ରୀ ଯାହାକୁ କୁହାଯାଏ, କିନ୍ତୁ ପ୍ରକୃତରେ ସେ ସାମ୍ବିଧାନିକ ଭାବରେ ତାଙ୍କୁ କୁହାଯାଉଥିଲା, ସେତେବେଳେ ଶବ୍ଦ ଥିଲା ସୁପର ଚିଫ୍ ମିନିଷ୍ଟର। ସେ ଥିଲେ ବସନ୍ତ ବିଶ୍ୱାଳ। ତେଣୁ ସେତେବେଳେ ସବୁ ଖବରକାଗଜ ସବୁ କେହି ଆଉ ତାକୁ ଗୁରୁତ୍ୱ ଦେଲେନି। ସେ ଗୁରୁତ୍ୱ ଦେଲେ ଯେହେତୁ ପ୍ରଗତିବାଦୀର ସାମ୍ବାଦିକ ଥିଲେ ନବକିଶୋର ମହାପାତ୍ର, ତାଙ୍କ ସ୍ତ୍ରୀ ଛବିରାଣୀ, ତାଙ୍କୁ ହତ୍ୟା ହେଇଛି, ତାଙ୍କୁ ଧର୍ଷଣ ସବୁ ହତ୍ୟା। ତେଣୁ ପ୍ରଦ୍ୟୁମ୍ନ ବଳ, ଯିଏ ଆମ ରାଜନୈତିକ ଦୀକ୍ଷା ଗୁରୁ ଏବଂ ସାମ୍ବାଦିକତାର ଯେ ଦୀକ୍ଷା ଗୁରୁ, ତାଙ୍କର ନିର୍ଦ୍ଦେଶରେ ଏ ଆନ୍ଦୋଳନଟିର ନେତୃତ୍ୱ ଆମକୁ ନେବାକୁ ପଡ଼ିଥିଲା। ସେତେବେଳେ ଘଟଣାଟି ହେଉଛି, ଆମେ ଆରମ୍ଭ କରିବା, ଯେହେତୁ ଘଟଣାଟି ହେଉଛି ଶ୍ରଦ୍ଧେୟ ନବକିଶୋର ମହାପାତ୍ର, ସେ ପୁରୀ ସଂସ୍କୃତ ମହାବିଦ୍ୟାଳୟ, ସଦାଶିବ ସଂସ୍କୃତ ମହାବିଦ୍ୟାଳୟ ଛାତ୍ର ଥିବା ସମୟରେ, ସେହି ସମୟରେ ଜଣେ ବଙ୍ଗୀୟ ଯୁବତୀ, ତାଙ୍କ ସହିତ ପ୍ରେମ ହେଲା। ପରବର୍ତ୍ତୀ ଅବସ୍ଥାରେ ସେମାନେ ବିବାହ କଲେ। ବିବାହ କରିକି ନିଜ ଗ୍ରାମ ଢିଅସାହି, ଜଗତସିଂହପୁର ଢିଅସାହିକୁ ଆସିଲେ। ସେ ଆରମ୍ଭ କଲେ ନିଆଁଖୁଣ୍ଟାରୁ ତାଙ୍କର ସାମ୍ବାଦିକତା। ପରବର୍ତ୍ତୀ ଅବସ୍ଥାରେ ଦୁର୍ମୁଖକୁ ଆସିଛନ୍ତି ଏବଂ ପ୍ରଗତିବାଦୀକୁ ଆସିଛନ୍ତି। ଏମାନେ ଯେତେବେଳେ ଢିଅସାହିରୁ ଯାଇକିରି ଗୋଟେ ବିରିଡ଼ିରେ ଜଣେ କଣ୍ଟ୍ରୋଲ ଡିଲର ତାକୁ କୁହନ୍ତି, ଦୋରା ମାନେ ଦୋରା, ସିଏ ତା ଘରେ ରହିଥିଲେ। ଜଗତସିଂହପୁରରୁ କାଗଜ ପ୍ରତିନିଧିତ୍ୱ କଲେ। ଛବିରାଣୀ ମଧ୍ୟ ତାଙ୍କ ସହିତ ସହଯୋଗ କଲେ ଏବଂ ସିଏ ମଧ୍ୟ ସାମ୍ବାଦିକତା ଭାବରେ କାର୍ଯ୍ୟ ଆରମ୍ଭ କଲେ। ତେଣୁ ସେ ଯେଉଁ ଦୋରାର ଯେଉଁ ଦୁର୍ନୀତି,
ଏବଂ ସେଠି ବିରିଡ଼ି ବ୍ଲକ ଯେଉଁ ଗୋଟେ ଦୁର୍ନୀତି ସେ ସବୁ ତାଙ୍କର ଦୁର୍ମୁଖ ଏବଂ ପ୍ରଗତିବାଦୀରେ ପ୍ରକାଶ ପାଇଲା। ତେଣୁ ସେମାନେ ୟାକୁ ବହୁ ଜୋରେ ଧମକେଇଲେ, ଧମକ ଦେଇ କହିଲେ ତୁମକୁ ଜୀବନରେ ମାରି ଦିଆଯିବ, ତାକୁ ସବୁ ଯାଇକିରି ଭୁଲ ମାଗ। ସେଟା ନନ୍ଦ ମହାନ୍ତି, ମୋର ମନେ ପଡ଼ୁଛି ନନ୍ଦ ମହାନ୍ତି, ନନ୍ଦ ମହାନ୍ତି ସିଏ ଧମକ ଦେବା କଂଗ୍ରେସ ନେତା। ଏମାନେ ସେ ଧମକରେ ମଧ୍ୟ ଡରିକିରି ସେ ଭଡ଼ା ଘରୁ ଯାହାର ଲେଖିଛ ତାରି ସେ ଭଡ଼ା ଘରୁ ତାଙ୍କ ଘରକୁ ଆସୁଥିଲେ, ମାନେ ତାଙ୍କ ଗାଁକୁ ଢିଅ ସାହି ରାତି ସନ୍ଧ୍ୟା ସମୟରେ ସେ ଢିଅ ସାହି ଆସୁଥିଲେ, ଘରୁ ପଳେଇ ଆସିବେ, ଢିଅ ସାହି ଆସିବେ, ସେଠୁ ଆସୁଥିଲେ ହେରି, ପଛରେ ତାକୁ ଗୋଡ଼େଇଛନ୍ତି। କିଏ ସେ ନନ୍ଦ ମହାନ୍ତି କଂଗ୍ରେସର ଗୁଣ୍ଡାମାନେ ତ ସେତେବେଳେ ଥିଲେ ଯେଉଁମାନେ ଏ ଦୋରା ଫୋରା ସମସ୍ତେ ଯାଇକିରି ତାକୁ ଗୋଡ଼େଇଛନ୍ତି। ସେତେବେଳେ ତା ନିଜର ଛୋଟିଆ ପୁଅଟିକୁ ଧରିକି ସେ ବାହା ଏବଂ ସେଠି ଗୋଟେ ଜଘନ୍ୟ ଭାବରେ ତାଙ୍କୁ ଧର୍ଷଣ ଏବଂ ହତ୍ୟା କରାଯାଇଛି। ତାକୁ ଚାପି ଦିଆହେଉଥିଲା, ତାକୁ ପ୍ରଦ୍ୟୁମ୍ନ ଆଜି ବି ଅଛନ୍ତି ରବି ଦାସ। ଏ ପ୍ରକାଶ କରିବା ପରେ ଗୋଟେ ଯୁବ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେ ଆନ୍ଦୋଳନର ବ୍ୟାପକ ରୂପ ନେଲା ସମଗ୍ର ଓଡ଼ିଶାରେ, ଓ ଓଡ଼ିଶାରୁ ସେଇଟା ବ୍ୟାପକ ହୋଇଗଲା ସମଗ୍ର ଦେଶରେ ଗୋଟେ ଆଲୋଡ଼ନ ସୃଷ୍ଟି ହୋଇଥିଲା ସେ ଆନ୍ଦୋଳନ। ତା'ର ସେ ଶିକ୍ଷାର୍ଥୀ ନବକିଶୋର ମହାପାତ୍ର ପ୍ରସାଦ ଦ୍ୱିତୀୟ ବିଭାଗ କରିଥିଲେ ଏବଂ ତାକୁ ମଧ୍ୟ ଯେତେବେଳେ ବିଜୟଙ୍କ ସରକାର 9 ମସିହାରେ ଆସିଲା ପରେ ତାଙ୍କୁ ଗୋଟେ କୃଷି ବିଭାଗରେ ମଧ୍ୟ ତାଙ୍କୁ ଅବସ୍ଥାପିତ କରାଯାଇଥିଲା। ତେଣୁ ସେ ଯେଉଁ ସାମ୍ବାଦିକ ଉପରେ ଆକ୍ରମଣ, ତାର ଯେଉଁ ଆକ୍ରମଣ ହେଇଛି ଆଗରୁ ବହୁତ, କାରଣ ଡକ୍ଟର ମହତାବଙ୍କ ସମୟରେ ଗୋଦାବରୀଶ ମହାପାତ୍ର ନିଆଁଖୁଣ୍ଟା ପ୍ରଧାନ ଗୋଦାବରୀଶ ମହାପାତ୍ର ମରଣାନ୍ତକ ଆକ୍ରମଣଠୁ ଆରମ୍ଭ କରି ତାଙ୍କ ଦୁଆର ମୁହଁରେ ସମସ୍ତ ପ୍ରକାର ଯେଉଁ କଟକ ସଦରର ସମସ୍ତ ଯେତେ କଟକ ସହରର ଯେତେ ଅଞ୍ଚଳର ସମସ୍ତ ଯେଉଁ ସେତେବେଳେ ମାହାରୀମାନେ ଯେଉଁମାନେ ସବୁ ମଳକୁ ମୁଣ୍ଡରେ ବୋହୁଥିଲେ ସବୁ, ସେ ସବୁ ଆଣିକି ସେଠି ଥୋଇବା, ତାଙ୍କୁ କେମିତି ବହୁତ କଥା ହେଇଥିଲା। କିନ୍ତୁ ସବୁଠାରୁ ଘଟଣାଟି ବଳିଗଲା 80 ମସିହାର ଘଟଣା। ତାପରେ ତ ସାମ୍ବାଦିକ ଉପରେ ଆକ୍ରମଣ ହେଇଛି ଏବଂ ସୂର୍ଯ୍ୟକୁଣ୍ଡକୁ ମଧ୍ୟ ସାମ୍ବାଦିକମାନଙ୍କ ଭିତରେ ବିଭେଦ ସୃଷ୍ଟି କରି ବହୁ ଗୋଷ୍ଠୀ ବହୁ ଚିନ୍ତାଧାରା କରି ଯେତେ ପ୍ରକାର ଗଣତନ୍ତ୍ରକୁ ଆମେ ଦେଖିଛେ। ଆପତକାଳୀନ ଜୁନ୍ 25 ତାରିଖ 1975 ମସିହାରେ ଆପତକାଳୀନ ପରିସ୍ଥିତି ବା ଇମର୍ଜେନ୍ସି ଘୋଷଣା ପରେ କିଭଳି ଭାବରେ ଗଣତନ୍ତ୍ର ଗଳାକାଟ କରିକି ସାମ୍ବାଦିକତାକୁ ପୁରା ଚାପି ଦିଆଗଲା, ସାମ୍ବାଦିକମାନଙ୍କୁ ସବୁ କଲା। ତାର ପ୍ରଭାବ ଏବେ ବି ଅଛି, ଏବେ ବି ଅଛି ସାମ୍ବାଦିକତା ଉପରେ ଯେଉଁ ଆକ୍ରମଣ। କାରଣ ଯଦି ଦେଖାଯିବ ତାହେଲେ ଓଡ଼ିଶାରେ ତ ସବୁ ସଂଖ୍ୟାର ଗଣନା ଅଛି। ଏପରିକି ଘଣ୍ଟାଏ ଭିତରେ ଚିଲିକାକୁ 226ଟି ପ୍ରଜାତିର 192ଟି ଦେଶରୁ ଆସୁଥିବା ପକ୍ଷୀମାନଙ୍କର ଗଣନା କରି କହିପାରୁଛନ୍ତି 10,75,226 ପକ୍ଷୀ ଆସିଛନ୍ତି। କେତେ ବାଘ ଅଛନ୍ତି, ଭାଲୁ ଅଛନ୍ତି, ଅଣ୍ଡାଦିଆ କୁକୁଡ଼ା ଗଞ୍ଜା କେତେ ଅଛନ୍ତି, ବାଞ୍ଝ ଗାଈ କେତେ ଅଛନ୍ତି, ଷଣ୍ଢ କେତେ ଅଛନ୍ତି, ସବୁ ହିସାବ ଅଛି। ମାତ୍ର ଗୋଟିଏ ହିସାବ ନାହିଁ ଓଡ଼ିଶାରେ ହେଇଛି କେତେ ସାମ୍ବାଦିକ ଅଛନ୍ତି। କାରଣ ସାମ୍ବାଦିକମାନଙ୍କ ବହୁଧା ବିଭକ୍ତ ସେମାନେ। ତେଣୁ ଏପର୍ଯ୍ୟନ୍ତ ମଧ୍ୟ ଆମର ସାମ୍ବାଦିକତା ନିରାପତ୍ତା ବିଧେୟକ ମଧ୍ୟ ବିଧାନସଭାରେ ଗୃହୀତ ହୋଇପାରିଲା ନାହିଁ। ଆଜି ସାମ୍ବାଦିକ ବହୁ ପ୍ରକାର, କିଏ କେତେଜଣ ମଧ୍ୟ ବିଭିନ୍ନ ପର୍ଯ୍ୟାୟ ଥାଇକରି କିଏ ନିଜେ ସାମ୍ବାଦିକ, ଖବର କାଗଜ ନଥିବା ସାମ୍ବାଦିକ, ଏମିତି କେତେ କଥା ଅଛି। ସେ ଯାହା ହଉ, ନବକିଶୋର ମହାପାତ୍ରଙ୍କର ଏ ଘଟଣାଟି ସାମ୍ବାଦିକତା ଉପରେ ଆକ୍ରମଣ, ଶାସନ କଳର ଆକ୍ରମଣର ଇଏ ଥିଲା ଏକ ଜଘନ୍ୟ ଘଟଣାକାଣ୍ଡ। ତେଣୁ ସେଥିପାଇଁ ସିଏ ଛବିରାଣୀ ହତ୍ୟାକାଣ୍ଡଟା ଜାନକୀ ପଟ୍ଟନାୟକ ପ୍ରଥମ ଶାସନ ବ୍ୟବସ୍ଥାରେ, କାରଣ ଜାନକୀ ବାବୁ ବିଧାୟକ ହେଇନଥିଲେ, ସାଂସଦ ହେଇକରି ଯାଇଥିଲେ, ସେଠି କେନ୍ଦ୍ରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ଥିଲେ, ପର୍ଯ୍ୟଟନ ମନ୍ତ୍ରୀ ଥିଲେ। ସେଠୁ ଆସିକି ଏଠି ହେଲେ, ତାପରେ ସେ ଆଠଗଡ଼ରୁ ଯେଉଁଭଳି ଭାବରେ ରସାନ୍ତ ସାହୁ ଇସ୍ତଫା ଦେବା ଏବଂ ତାପରେ ସେ ଉପନିର୍ବାଚନ ଆସିବା, ସେ ବିରାଟ ଘଟଣା। କିନ୍ତୁ ସେଇ ଘଟଣା ପରେ ଓଡ଼ିଶାରେ ଗୋଟିଏ ଜନମତଟା କିଭଳି ଭାବରେ ସଠିକ୍ କରି ଭାବରେ ପ୍ରତିଫଳିତ ହୁଏ, ପ୍ରଥମ ଘଟଣାଟା ଜନମତ ସୃଷ୍ଟି ହେବା। ଛବିରାଣୀ ହତ୍ୟାକାଣ୍ଡ ଘଟଣାଟା ଓଡ଼ିଶାର ଜନମତକୁ ଏକ କରିଥିଲା। ତାହା ସେଥିପାଇଁ ବିଶେଷ କରି ପ୍ରଦ୍ୟୁମ୍ନ ବଳ ତାଙ୍କର ଅବଦାନ ଅତୁଳନୀୟ। ଆଜି ଯେତେବେଳେ ନବକିଶୋର ମହାପାତ୍ରଙ୍କର ଶେଷ ତମର ବହୁତ କଥା ହେଇଛି, ଆଜି ମନେ ପଡ଼ିଯାଉଛି ଇତିହାସ। କାରଣ ସେଦିନର ଘଟଣା ଥିଲା ଅକ୍ଟୋବର 3 ତାରିଖ 1980 ମସିହା। ତେଣୁ ଅକ୍ଟୋବର 3, 1980 ମସିହା
ଏ ଛବିରାଣୀ ହତ୍ୟାକାଣ୍ଡ ପାଇଁ ନୁହଁ, ସେଇ ଦିନଠାରୁ ଆମର ଯେଉଁ ବୈପ୍ଳବିକ ଯେଉଁଟା ରାଜ୍ୟସ୍ତରୀୟ ଚିନ୍ତାଧାରାର ଯେଉଁ ଭୂମିକା ସେଇଠୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ଶାସନ କଳ ସେଇ ଦିନଠୁ ଆମକୁ ସେଇ 1980 ମସିହା ଅକ୍ଟୋବର ମାସରୁ ଶାସନ କଳ ଆମ ଉପରେ ଆକ୍ରମଣ କରିଚାଲିଛି ଆଜି ପର୍ଯ୍ୟନ୍ତ। 46 ବର୍ଷ ଧରି ଶାସନ କଳର ସରବ୍ୟ ଆମେ ହେଇଛୁ। ତେଣୁ ଛବିରାଣୀ ହତ୍ୟାକାଣ୍ଡଟି ଆମ ପାଇଁ ଗୋଟେ ସ୍ମରଣୀୟ ଆଉ ସେଥିପାଇଁ ସେ ଯେଉଁ ଯୁବ ସାମ୍ବାଦିକ ନବକିଶୋର ମହାପାତ୍ର ତାଙ୍କର ଅମୃତ ଅମ୍ଳାନ ସ୍ମୃତିକୁ ପ୍ରଥମେ ମୁଁ ପ୍ରଣାମ କରୁଛି ଏବଂ ତାଙ୍କର ଯେଉଁ ସଂଗ୍ରାମର ଯେଉଁ ବୀଜ ବପନ କରିଥିଲେ, କାରଣ ସାମ୍ବାଦିକତାକୁ ପ୍ରକୃତିରେ ସେ ବୁଝିଥିଲେ ନିର୍ଭୀକ ଏବଂ ସ୍ପଷ୍ଟବାଦୀ। ସାମ୍ବାଦିକତା ସେଇଥିପାଇଁ ତ ସତ୍ୟ ଉପରେ ତ ଆଧାରିତ, ଯେଉଁଥିପାଇଁ ପୃଥିବୀର ସର୍ବଶ୍ରେଷ୍ଠ ସାମ୍ବାଦିକ କିଏ? ଜଣେ ଓଡ଼ିଆ, ସିଏ ହେଉଛନ୍ତି ନୀଳମଣି ମିଶ୍ର, ନୀଳମଣି ବିଦ୍ୟାରତ୍ନ, ଯିଏ ବ୍ରିଟିଶ ସରକାରକୁ କହିଥିଲେ 1905 ମସିହାରେ ଆଙ୍ଗୁଠି ଦେଖେଇ କହିଥିଲେ, କହିଲେ ମୁଁ ସାମ୍ବାଦିକ, ମୋ ଧର୍ମ ହେଉଛି ସତ୍ୟ କହିବା, ମୋ ବେକ କାଟିଦିଅ, ହୋଇଣ ଏକତ୍ର ସ୍ୱର୍ଗ ଦେବଗଣ, କରିବ ଯଦି ମୋ ଜୀବନ ହରଣ, ନଟେ ଯିବି ସତ୍ୟ ପଥ ସଦାଶ୍ରୟ, ଦେବି ନାହିଁ କେବେ ମିଥ୍ୟାକୁ ଆଶ୍ରୟ। ଓଡ଼ିଆମାନେ ଆମେ ବିଶ୍ୱରେ ବହୁ କ୍ଷେତ୍ରରେ ପ୍ରଥମ, ଆମେ ନିଜକୁ ଚିହ୍ନି ପାରୁନି। ଆଜି ମୁଁ ତ ଏବେ ନିକଟରେ ଥାଇଲାଣ୍ଡ ଭିଏତନାମ ସବୁ ଗସ୍ତ ଆସିଲି, ଦେଖିଲି ଓଡ଼ିଆ ସଂସ୍କୃତି କିଭଳି ଭାବରେ ସେଠି ପ୍ରତିପାଦିତ। ଆମର ଓଡ଼ିଆମାନେ ପ୍ରଥମ ନୌବାହିନୀ ସଂସ୍କୃତି ଜାତି କ'ଣ ନୁହଁ, ପ୍ରଥମ ଉପନିବେଶ ଜାତି। ଯେତେ 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 ସମୁଦ୍ର କୂଳିଆ ଦେଶ ସବୁ ଅଛି, ଯେତେ ସବୁଠି ଓଡ଼ିଆମାନଙ୍କର ଉପନିବେଶ ଥିଲା। ଆଜି ଆମେ ନିଜକୁ ଚିହ୍ନି ପାରୁନେ। ମୁଁ ଏଇଠି କହିବା ପାଇଁ ଚାହିଁବି ଯେ ଏତେ ସବୁ ଘଟଣା ଘଟିଗଲା, ସରକାର ମଧ୍ୟ ପରିବର୍ତ୍ତନ ମଧ୍ୟ ହେଇଛି, ଖାଲି ସେଇଭଳି ଗୋଟିଏ ଘଟଣା ନୁହେଁ, ଅନେକ ଘଟଣା ଏମିତି ଅଛି। କିନ୍ତୁ ସରକାରକୁ ଯେଉଁମାନେ ଆସୁଛନ୍ତି, ପୋଜିସନରେ ଯେଉଁମାନେ ରହୁଛନ୍ତି, ସେ ଯେଉଁ ଦଳ ହୁଅନ୍ତୁ କାହିଁ, ସେମାନେ କିପରି ଆସିଲା ପରେ ପାସୋରି ଯାଉଛନ୍ତି କ'ଣ ପାଇଁ, କିମ୍ବା ସେଇଭଳି ଯେଉଁ ଆମର ବୁଦ୍ଧିଜୀବୀଙ୍କ ସ୍ୱର, ସାମ୍ବାଦିକଙ୍କ ସ୍ୱର ଏକତ୍ରିତ କ'ଣ ପାଇଁ ହେଇପାରୁନି। ଆଉ ଆଜିର ସମାଜରେ ଦେଖିବେ ସାମ୍ବାଦିକତା କିଭଳି କଳୁଷିତ ହୋଇଗଲାଣି, ସେ ବିଷୟରେ କ'ଣ? କଥା ହେଉଛି ଶାସନ କଳର ଚରିତ୍ର ସମାନ। ତମେ ଶ୍ରଦ୍ଧେୟ ନବୀନ କହିଲ ଯେ ପରିବର୍ତ୍ତନ ହେଇଛି, ପରିବର୍ତ୍ତନ କ'ଣ ହେଇଛି? କିଛି ପରିବର୍ତ୍ତନ ନାହିଁ। ଥିଲେ ନବୀନ, ବର୍ତ୍ତମାନ ଅଛନ୍ତି ମୋହନ, ଏହା ହିଁ ଏକମାତ୍ର ପରିବର୍ତ୍ତନ। ସେଇ ଅଣ ଓଡ଼ିଆଙ୍କ ଶାସନ ଭିତରେ ଆମେ ଅଛେ। ସେଇ ଯେଉଁ ଶାସନ ବ୍ୟବସ୍ଥା, ଯେଉଁ ଅଣ ଓଡ଼ିଆ ଶାସନ ବ୍ୟବସ୍ଥାରେ ଯିଏ ଥିଲେ ମଙ୍ଗୁଆଳ, ତାଙ୍କର ଯେଉଁମାନେ ବସମ୍ବାଦ, ଯେଉଁମାନେ ବିଶ୍ୱସ୍ତ, ଆଜି ବି ସେମାନେ ପ୍ରଭାବଶାଳୀ, ସେଇମାନେ ହିଁ ସବୁ ନିୟନ୍ତ୍ରଣ କରୁଛନ୍ତି। ଖାଲି ନାଁଟା ଥିଲା ବିଜେଡ଼ି, ହେଲା ବିଜେପି, ଯେମିତି କଥା ନଥାଏ, ନାଁ ଥିଲା ରାଣୀପାଳ, ହେଲା ଟିଣପାଳ, ସେଇ ବୋତଲ ସେଇ ତେଲ, ନାଁ ଥିଲା ରାଣୀପାଳ, ହେଇଛି ଟିଣପାଳ। କେଉଁ ସେତେବେଳେ ଥିଲେ ଆପଣମାନେ ଖୁସି ତ କହୁଥିଲେ, ଏବେ କହୁଛନ୍ତି ଆମର ଲୋକଙ୍କ ମୁଖ୍ୟମନ୍ତ୍ରୀ। ୟାକୁ କେମିତି ଦେଖୁଛନ୍ତି? ଲୋକ ତ ସମସ୍ତେ ନିଶ୍ଚୟ ଦେଖୁଛନ୍ତି, କିନ୍ତୁ ବର୍ତ୍ତମାନ ଯେଉଁ ଆମେ ସାମ୍ବାଦିକ କଥା ଯେଉଁ ଆଲୋଚନା କରୁଛନ୍ତି, ସତରେ ସାମ୍ବାଦିକତା ମାନେ ଏତେ ବର୍ଷର 80 ମସିହାରୁ 2026 କୌଣସି ବୋଧେ ପରିବର୍ତ୍ତନ ନିଜ ଭିତରେ ମଧ୍ୟ କଲେନି। ଆଜିକାଲି ଦେଖିବେ ବଡ଼ ବଡ଼ ସଂସ୍ଥାମାନେ ଦେଖିବେ ଯେଭଳି ଭ୍ୟୁଜ୍ ପାଇଁ ସବୁ ସାମ୍ବାଦିକ ମାନେ ଇଏ ପଛରେ ଗୋଡ଼ୁଛନ୍ତି, ସେ ନେଇ କ'ଣ କରିବେ? ୟାକୁ ଶୃଙ୍ଖଳିତ କରିବ କିଏ? ଶୁଣନ୍ତୁ, କଥାଟା ହେଉଛି ଆମର ମୂଳକୁ ନ ଯାଇ ଏଗୁଡ଼ା ସବୁ ଚିନ୍ତା କଲେ ଲାଭ କିଛି ନାହିଁ। ମୂଳକୁ ହେଲା ଆମେ 1568 ଫେବୃଆରୀ 12 ତାରିଖରେ ଆମର ଗୋହିରୀ ଟିକରି ଯୁଦ୍ଧରେ ଆମେ ପରାଜୟ ହେବା। ଆମର ସ୍ୱାଧୀନତାର ବସ୍ତମିତ ହେବା ଠାରୁ ଆମକୁ ବିଭିନ୍ନ ଦେଶ ମାନେ ଯେଉଁମାନେ ହେଉଛନ୍ତି ବାହାରୁ ଆସିଛନ୍ତି ବହିରାଗତମାନଙ୍କର ଶାସନରେ ଆମେ ରହିଲେ, ସେ ଆଫଗାନ ହେଉ, ମୋଗଲ ହେଉ, ମରହଟ୍ଟା ହେଉ, ଇଷ୍ଟ ଇଣ୍ଡିଆ କମ୍ପାନୀ ହେଉ, ବ୍ରିଟିଶମାନଙ୍କ ଦ୍ୱାରା ଆମକୁ ସେମାନେ ଏଭଳି ଆମ ସଂସ୍କୃତି ଧ୍ୱଂସ କଲେ। ଆମ ଭାଷା, ସାହିତ୍ୟ, ସଂସ୍କୃତି, ଆମର ଲୋକ ଯେଉଁ ଐତିହ୍ୟ ଥିଲା, ଓଡ଼ିଆ ଜାତିର ବୀରତ୍ୱ, ଯେଉଁ ପରାକାଷ୍ଠା କାହିଁକି କଲେ? ବହିରା ଟିକରି ଯୁଦ୍ଧରେ ହାରିଲା କାହିଁକି? ଦୁଇଟା ଓଡ଼ିଆଙ୍କର ବେଇମାନି ଯୋଗୁଁ, ଶିଖମାନେ। ତେଣୁ ସେଇଥିରୁ ଓଡ଼ିଆର ଶତ୍ରୁ କଙ୍କଡ଼ା ଚରିତ୍ର ବୋଲି ଆମକୁ କୁହନ୍ତି। ତେଣୁ ଆମର ବର୍ତ୍ତମାନ ସାମ୍ବାଦିକମାନଙ୍କର ଏକତା ବିପନ୍ନ ହେବାରେ ସାମ୍ବାଦିକମାନେ ହିଁ ଦାୟୀ। କଥାଟା ନିଜକୁ ଗୋଟିଏ ସଂଘର କରିକିରି କିଛି ଫାଇଦା ପାଇଁ, ସ୍ୱାର୍ଥ ହାସଲ ପାଇଁ, ଏଇ ହେଉଛି ଚିନ୍ତାଧାରା। ତେଣୁ ଆମେ ତ ବହୁତ ଥର ମୁଁ ଚେଷ୍ଟା କଲି, କିନ୍ତୁ ହେଲାନି। ବହୁ ଚେଷ୍ଟା କଲି, ସମସ୍ତେ ଏକ ହୁଅ, ଗୋଟେ ଏକତାବଦ୍ଧ ରହୁ, କିନ୍ତୁ ହେଲାନି। ଆମେ ବିଫଳ ହେଲୁ, କରିହେଲା। ବର୍ତ୍ତମାନର ଯେଉଁ ଘଟଣା ସବୁ ଦେଖୁଥିବେ ବର୍ତ୍ତମାନ ସମାଜରେ ହେଉଛି, ଯେଉଁଭଳି ଭାବରେ ମଣିଷମାନେ ହିଂସ୍ର ହେଇଯାଉଛନ୍ତି, ସରକାର ସତରେ ଯେମିତି ତାଣୁ ପାଲଟି ଯାଇଛି, ଏ ନେଇ କ'ଣ? କଥାଟା ହେଉଛି ଲୋକ ଜାଣିପାରୁନାହାନ୍ତି। କାହିଁକି ନା ଜଣେଇବ କିଏ? ଗଣମାଧ୍ୟମ। ଗଣମାଧ୍ୟମ ଆଉ ନାହିଁ। ଗଣମାଧ୍ୟମ ଜଣମାଧ୍ୟମରେ ପରିଣତ ହୋଇଗଲାଣି।
ମାଲିକର ସ୍ୱାର୍ଥ ହିଁ ଓମ୍ ଲାଭ ସ୍ୱାର୍ଥ ହେଉଛି କାମ। ତେଣୁ ସାମ୍ବାଦିକତା ପ୍ରକୃତରେ ଓଡ଼ିଶାର ଯେଉଁ ସାମ୍ବାଦିକତା ସମଗ୍ର ବିଶ୍ୱର ପ୍ରଥମ ଦର୍ଶନ। ସାମ୍ବାଦିକତା କୌଣସି ସମୟରେ ଏକ ବୃତ୍ତି ନୁହେଁ, ଏକ ବ୍ରତ। ସାମ୍ବାଦିକତା କୌଣସି ସମୟରେ ଏକ ଧନ୍ଦା ନୁହେଁ, ଏକ ଧର୍ମ। ସାମ୍ବାଦିକତା କୌଣସି ସମୟରେ ବିଜ୍ଞାପନର ଦଲାଲି କରିବା ସେଇଟା ନୁହଁ, ଏକ ବିଚାରଧାରା। ସେଇଟାକୁ ଆମେ ଗଣମାଧ୍ୟମ ମାନେ ଆମେ ଗଣମାନଙ୍କୁ ଗଣସ୍ୱାର୍ଥକୁ ଗୌଣ କରି ଆମେ ଜନସ୍ୱାର୍ଥକୁ ଗୁରୁତ୍ୱ ଦେବା କ'ଣ ଗଣମାଧ୍ୟମ? ତେଣୁ ଆମର ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ୱାନ ଅଛି ଏକ ସଂସ୍କାର, ସାଂସ୍କୃତିକ ବିପ୍ଳବ ଓଡ଼ିଶାରେ ନହେଲା ପର୍ଯ୍ୟନ୍ତ ସେ ପର୍ଯ୍ୟନ୍ତ ଗୋଟେ ଓଡ଼ିଆ ପ୍ରୀତି, ଜାତି ପ୍ରୀତି, ଭାଷା ପ୍ରୀତି, ସଂସ୍କୃତି ପ୍ରୀତି, ମହାମାନବୀୟ ପ୍ରୀତି ଆମେ 2005 ମସିହା ମାର୍ଚ୍ଚ 3 ତାରିଖ ଯାହାକୁ ଆମେ କହୁ ଓଡ଼ିଶା ଦିବସ, କାହିଁକିନା ମାର୍ଚ୍ଚ 3, 1936 ମସିହାରେ ବ୍ରିଟିଶ ସଂସଦରୁ ପ୍ରାଚୀନ ଉତ୍କଳ ଏକ ଛୋଟିଆ ଭୂଭାଗକୁ ଆଣିକିରି ଆମକୁ କୁହାଗଲା ଏଇଟା ସ୍ୱତନ୍ତ୍ର ଓଡ଼ିଶା। ଅପ୍ରେଲ 1 ରାଜ୍ୟପାଳ ସାର୍ ଜଷ୍ଟିସ୍ ହେବାକୁ ଯୋଗ ଦେଲା। ଆମେ ଯେଉଁଦିନ ବିଶ୍ୱ ବୋକା ଦିବସ ପାଳନ କରୁଛି ଆମେ ସେଦିନ ଜନ୍ମଦିବସ ପାଳନ କରୁ, ଛାଡ଼ନ୍ତୁ ସେ କଥା ଗଲା। କଥାଟି ହେଉଛି ଆମ ଭିତରେ ଗୋଟିଏ ପ୍ରଭାବଶାଳୀ ଭୂମିକା ନିର୍ବାହ କରିବା ଭଳି ଏକ ସାମ୍ବାଦିକ ସଂଗଠନ ହେଲା ନାହିଁ। ଆମେ ପରସ୍ପରର କେବଳ ଗୋଡ଼ ଟଣାଟେ ହେଲେ ପର ଛିଦ୍ର, ପର ଅନ୍ୱେଷଣ, କେଉଁଠୁ ଟିକେ ଲାଭ, କ'ଣ ଟିକେ କାହାକୁ ଯେଉଁଟା କହନ୍ତି ଚଞ୍ଚକତା ବା ଯାହାକୁ ବ୍ଲାକମେଲିଂ କରିବା, ଏଇସବୁ ଗୋଟିଏ ପ୍ରକାର ଅପସଂସ୍କୃତି ପଶିବା ଭିତରେ ଏବେ ତ ନିଜକୁ ସାମ୍ବାଦିକତା କହିବା ପାଇଁ, ସାମ୍ବାଦିକ କହିବା ପାଇଁ ଲାଜ ଲାଗୁଛି। ବରଂ ଯେଉଁମାନେ ହେଉଛନ୍ତି ଯୌନକର୍ମୀମାନଙ୍କର ସାମାଜିକ ସମ୍ମାନ ଅଛି, ଅଥଚ ଆମର ସେ ସମ୍ମାନ ନାହିଁ। ଆମକୁ ସ୍ୱୀକାର କରିବାକୁ ପଡ଼ିବ। କାରଣ କଥା ହେଉଛି ଆମର ବର୍ତ୍ତମାନ ଯେତେ ସମାଜର ବର୍ତ୍ତମାନ ନିୟନ୍ତ୍ରକକୁ ମାନେ ଯେତେ ଖଣ୍ଡିଆ, ଖଣ୍ଡପଞ୍ଜରିଆ, ଅଧା ଲାଙ୍ଗୁଡ଼ିଆ, କରଛିଣ୍ଡା, ବତି ପେଲା, ଚାମଚା, ବେଲଚା, ଗାଲିଚା, ଖାଉ ମାହାବାହୁ, ସର୍ବଗିଳା, ପରଶୋ, ଦେବେଶୋ, ନାରୀଶୋ, ବ୍ରହ୍ମଶୋ ଲୁଣ୍ଠନକାରୀ, ଯେଉଁମାନେ ଓଡ଼ିଶା ସମ୍ପଦ ଲୁଣ୍ଠନକାରୀ, ସେଇମାନେ ହେଉଛନ୍ତି ବର୍ତ୍ତମାନ କ୍ଷମତା ଦଣ୍ଡଧାରୀ। ତେବେ ଆପଣ ଯେଉଁ କହୁଛନ୍ତି ସଂସ୍କାର, କିପରି ଆପଣ ଭାବୁଛନ୍ତି ଏଇ ସରକାର ଯେଉଁ ଅଛି ଇଏ ସରକାର ଗୋଟେ ଅଛି, ଚାଲିଛି ଗୋଟେ ଯେଉଁ ଗୋଟେ ହିନ୍ଦୀରେ ଗୋଟେ ଚଲତିକା ନାମ ଗାଡ଼ି ଚାଲିଛି ସିଏ ଗୋଟେ ସରକାର ଅଛି ହେଲା। କାହିଁ ମୁଁ ତ 2 ବର୍ଷ ହେଲା ଅନୁଭବ କରିପାରିଲି ନାହିଁ। କ'ଣ ପାଇଁ? ଆମେ ଯଦି ଦେଖିବା ଅଲଗା ରାଜ୍ୟମାନଙ୍କରେ ଦେଶରେ ଅନେକ ଦେଶରେ ଦେଖିବା ସାମ୍ପ୍ରତିକ ସମୟରେ ଯେଉଁ ଓଡ଼ିଶା ସହିତ ପରିବର୍ତ୍ତନ ହେଇକିନା ଯେଉଁ ସରକାର ହେଇଛନ୍ତି ତା ପରବର୍ତ୍ତୀ ମଧ୍ୟ ସେମାନଙ୍କ କାର୍ଯ୍ୟ ଦେଖିବା ଆମ ଓଡ଼ିଶାରେ ନାଇଁ କଥା ହେଉଛି ପରିବର୍ତ୍ତନ ପଶ୍ଚିମବଙ୍ଗରେ ହେଲା। ପରିବର୍ତ୍ତନ ଯେଉଁଦିନ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେଲେ ତା ପରଠାରୁ ଲୋକେ ପରିବର୍ତ୍ତନ ଦେଖିଲେ। ଆଜି ଯେଉଁମାନେ ବିଗତ ବହୁ ବର୍ଷ ଧରିକି ଲୋକଙ୍କୁ ଅତ୍ୟାଚାର କରୁଥିଲେ, ଆଜି ଯେହେତୁ ଆମେ ହିଂସାକୁ ବିରୋଧ କରୁ, କିନ୍ତୁ ଯେଉଁ ଲୋକଙ୍କର କ୍ରୋଧ ଆଜି ଦେଖୁଛ କିଭଳି ଭାବରେ ସେମାନେ କ୍ରୋଧ, ଯେଉଁମାନେ ଭ୍ରଷ୍ଟାଚାରୀ ବ୍ୟଭିଚାରୀ କାରାଗାର ଭିତରେ ଗୋଟେ ବ୍ୟାପକ ପରିବର୍ତ୍ତନ ଲୋକ ଲକ୍ଷ୍ୟ କରୁଛନ୍ତି। ତାମିଲନାଡ଼ୁ ଗୋଟେ ଜଣେ ଚଳଚ୍ଚିତ୍ର ଅଭିନେତା, ସେ ପ୍ରଥମରୁ କିଛି ଅଭିଜ୍ଞତା ନଥାଇ ମଧ୍ୟ ଆସିକି ମୁଖ୍ୟମନ୍ତ୍ରୀ, ତାକୁ ସେଠି ତାମିଲନାଡ଼ୁରେ ଆମେ ପରିବର୍ତ୍ତନ ଦେଖୁଛି। ଆଜି ତ ତାମିଲନାଡ଼ୁରେ ପ୍ରଥମ କରି ତାମିଲନାଡ଼ୁ ବିଧାନସଭାରେ ଜାତୀୟ ସଙ୍ଗୀତ ବୋଲା ହେଲା। ଆଗରୁ ତ କେବେ ବୋଲା ହେଉନଥିଲା, ଆଉ କରିଦେଉନଥିଲେ। ତେଣୁ ହିନ୍ଦୀକୁ ସେମାନେ କରିବେନି ହେଲା, ଜାତୀୟ ସଙ୍ଗୀତ ବୋଲଉନଥିଲେ। ଆଜି ତ ଜାତୀୟ ସଙ୍ଗୀତ ବୋଲା ହେଲାଣି। ଆଜି ତ ଗୋଟେ ପରିବର୍ତ୍ତନର ସାଧାରଣ ମଣିଷ ଭିତରେ ପରିବର୍ତ୍ତନ ଲକ୍ଷ୍ୟ କରୁଛି। ଆମେ 2 ବର୍ଷ ହେଲା କାହିଁ ଲକ୍ଷ୍ୟ କରିପାରିଲି? କାରଣ କ'ଣ ପରାମର୍ଶ ଦେବେ ସେଇ ଓଡ଼ିଶାରେ କିପରି ଭାବରେ ଗୋଟିଏ ସ୍ୱଚ୍ଛତାର ବାତାବରଣ ଆସିବ, ଗୋଟେ ଶାନ୍ତିର ବାତାବରଣ ଆସିବ, ଗୋଟେ ଲୋକ ଯେଉଁ ଚାହୁଁଛନ୍ତି ଯେ ଯେଉଁ ସଠିକ୍ ଜିନିଷଟା ଚାହୁଁଛନ୍ତି, ନ୍ୟାୟର ଚାହୁଁଛନ୍ତି, କିଭଳି ସେଟା ହେଇପାରିବ ବୋଲି ଆପଣ ଆଶା କରୁଛନ୍ତି? ଆଉ ଟିକେ ଆମେ ଜାଣିବା ପାଇଁ ଚାହିଁବା ସେଇ ଯେଉଁ ସାମ୍ବାଦିକଙ୍କ ବିଷୟରେ ଆମେ ଟିକେ ନବକିଶୋର ମହାପାତ୍ରଙ୍କ, ଆପଣ ଯେହେତୁ ତାଙ୍କ ସହିତ ମଧ୍ୟ କାମ କରିଛନ୍ତି, କିଭଳି ବ୍ୟକ୍ତିତ୍ୱ ଥିଲେ ସେ ବିଷୟରେ ଆମେ ନବକିଶୋର ମହାପାତ୍ର ତ ସେଇ ଯେଉଁ ଛାଡ଼ିଲେ ସେ ତ ହେଲେ, ତାପରେ ତ ସେ ଚାକିରି କରିଗଲେ, ସାମ୍ବାଦିକତା ଆଉ କଲେନି। ନା ସେ ନ କରି ସିଏ ବ୍ରହ୍ମପୁରରେ ଥିଲେ। ଏବେ ଯେଉଁ ମରିଗଲା ପୂର୍ବରୁ ସେ ତାଙ୍କ ଝିଅ ପାଖରେ ଥିଲେ, ଯେଉଁ ଦ୍ୱିତୀୟ ସ୍ତ୍ରୀର ଝିଅ ପାଖରେ ଥିଲେ। ତେଣୁ ତାଙ୍କର ସାମ୍ବାଦିକତା କଲେନି। ସେଇ ସମୟରେ ଆମ ଯାହା ମାନେ ପୁରୀର ଛାତ୍ର ଥିବା ସମୟରେ ମୁଁ ଦେଖିଛି, ଏବଂ ତାପରେ ବିବାହରେ ବି ଦେଖିଛି, ତାପରେ ଛବିରାଣ ହତ୍ୟାକାଣ୍ଡ ପରେ ମଧ୍ୟ ତାଙ୍କୁ ଦେଖିଛି। ବହୁତ ସ୍ମୃତି ଅଛି। କିନ୍ତୁ ଗୋଟେ କଥା ହେଲା, ସେ ଗୋଟେ ନିର୍ଭୀକ ଏବଂ ସ୍ପଷ୍ଟବାଦୀ। ସବୁଠାରୁ ଗୋଟିଏ ବଡ଼ କଥା ହେଲା ଭ୍ରଷ୍ଟାଚାର ବ୍ୟଭିଚାର ବିରୋଧୀ ମାନସିକତା ଥିଲା ନିର୍ଭୀକ ଭାବରେ।
ନହେଲେ ସେ ପ୍ରଥମ ତାଙ୍କର ଆରମ୍ଭ କରିନଥାନ୍ତେ ନିଆଁ ଘୁଣ୍ଟାରୁ ଆଜ୍ଞା ତାଙ୍କର ତାପରେ ମାନେ ଏଇ ଯେଉଁ ଇଏରେ ପ୍ରଗତିବାଦୀ ତାପରେ ମୁଁ ଦୁର୍ମୁଖ ଆଜ୍ଞା କଥାଟା କାହିଁକି ଜଣଙ୍କର ଏଇ ଚିନ୍ତାଧାରା ନଥିଲେ ସେ ଠିକ୍ ହେଇଯିବ ଆଜ୍ଞା ସେ ତ ତାହେଲେ ଯଦି ସାମାଜିକତା କଥା ଯାଇକରି କେଉଁଠି ସମାଜ ପ୍ରାୟତଃ ସେତେବେଳେ ଥିଲା ସମାଜ ପ୍ରାୟତଃ ଜନଭାଷା ସବୁ ଥିଲା ଯେଉଁଥିରେ ଯାଇପାରିଥାନ୍ତେ ଆଜ୍ଞା ଧରିତ୍ରୀ ଫରିତ୍ରୀ ଥିଲା ସେତେବେଳେ ନା ଯାଇପାରିଥାନ୍ତେ ସେ କାହିଁକି ବାଛିଲେ ସେତେବେଳେ ପ୍ରଗତିବାଦୀ ପ୍ରଦ୍ୟୁମ୍ନବଳଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଗତିବାଦୀ ଥିଲା କ'ଣ ସାଧାରଣ ଲୋକର ସ୍ୱର ସାଧାରଣ ମଣିଷର ସ୍ୱର ଓଡ଼ିଆର ସ୍ୱର ଯେତେବେଳେ 1990 ମସିହାରେ ଅଗଷ୍ଟ 7 ତାରିଖରେ ସଂସଦରେ ମଣ୍ଡଳ କମିଶନ ସୁପାରିଶ ସେଠି ଉପସ୍ଥାପିତ କଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ସେତେବେଳେ ସମଗ୍ର ଓଡ଼ିଶା ଯେଉଁ ନିଆଁ ଜାଳିଲା ସବୁ ଗଣମାଧ୍ୟମ ସବୁତ କଲେ କିନ୍ତୁ ଗୋଟିଏ ଗଣମାଧ୍ୟମ ସେ ଥିଲା ପ୍ରଗତିବାଦୀ ଯେ ସାମାଜିକ ନ୍ୟାୟର ବାର୍ତ୍ତା ଦେଲା